ନମ୍ବର 1 ରାଜ୍ୟରେ କେତେ ଭୂତ ରାସନ କାର୍ଡଧାରୀ? ଗୃହରେ ରାସନ କାର୍ଡ ପ୍ରସଙ୍ଗ। କେୱାଇସିରେ କଟିଲେ 84,000। ରାସନ କାର୍ଡରେ କେୱାଇସି ପ୍ରକ୍ରିୟା ଶେଷ ହୋଇଛି। ତେବେ ଆଜି ଗୃହରେ ଉଠିଛି ଭୂତ ରାସନ କାର୍ଡ ପ୍ରସଙ୍ଗ। ରାଜ୍ୟରେ କେତେ ଭୂତ ରାସନ କାର୍ଡଧାରୀ ଚିହ୍ନଟ ହେଲେ ବୋଲି ଅଶ୍ୱିନୀ କୁମାର ପାତ୍ର ପ୍ରଶ୍ନ କରିଥିବା ବେଳେ ଖାଉଟି ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ ଉତ୍ତର ରଖିଛନ୍ତି। ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ଇ କେୱାଇସି ପରେ ବାଦ୍ ପଡ଼ିଲେ 84,757 ହିତାଧିକାରୀ। ନମ୍ବର 2 ଖୁବ୍ ଶୀଘ୍ର ରାସନ କାର୍ଡରେ ମିଳିବ ଗହମ। ଆଗାମୀ ଦିନରେ ରାଜ୍ୟର ଲୋକଙ୍କୁ ପୂର୍ବ ଭଳି ରାସନ କାର୍ଡ ମାଧ୍ୟମରେ ଗହମ ଯୋଗାଇ ଦିଆଯିବ। ଏନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବିଧାନସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତର ପ୍ରଦାନ କରିଛନ୍ତି। ପଟ୍ଟାଙ୍ଗୀର କଂଗ୍ରେସ ବିଧାୟକ ରାମଚନ୍ଦ୍ର କାଡ଼ାମ ଜାଣିବାକୁ ଚାହିଁଥିଲେ ଯେ ପୂର୍ବ ସରକାର ସମୟରେ ଗରିବ ଖଟିଖିଆ ଓ ରୋଗାଗ୍ରସ୍ତମାନଙ୍କୁ ରାସନ କାର୍ଡ ମାଧ୍ୟମରେ ଗହମ ବଣ୍ଟନ କରିଥିଲେ। ନମ୍ବର 3 ହୋଲି ପୂର୍ବରୁ କୋଟି କୋଟି ପରିବାରଙ୍କୁ ବଡ଼ ଉପହାର ଦେଲେ ସରକାର। ହୋଲି ପୂର୍ବରୁ ଉତ୍ତରପ୍ରଦେଶ ସରକାର ରାଜ୍ୟରେ 1.86 କୋଟି ପରିବାରଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଲା ଯୋଜନା ଅଧୀନରେ ପରିବାରଙ୍କୁ 1,890 କୋଟି ଟଙ୍କାର ଗ୍ୟାସ୍ ସିଲିଣ୍ଡର ରିଲିଫ୍ ସବସିଡି ବଣ୍ଟନ କରାଯାଇଛି। ଲକ୍ଷ୍ନୌରେ ଏକ କାର୍ଯ୍ୟକ୍ରମ ସମୟରେ ମୁଖ୍ୟମନ୍ତ୍ରୀ ଯୋଗୀ ହିତାଧିକାରୀମାନଙ୍କୁ ସବସିଡି ବଣ୍ଟନ କରିଛନ୍ତି। ନମ୍ବର 4 ଆର୍ବିଆଇର ବଡ଼ ଘୋଷଣା। ଖୁବ୍ ଶୀଘ୍ର ଆସିବ 100 ଏବଂ 200 ଟଙ୍କାର ନୂଆ ନୋଟ୍। ବନ୍ଦ ହୋଇଯିବ କି ପୁରୁଣା? 100 ଏବଂ 200 ଟଙ୍କା ନୋଟ୍ ସମ୍ପର୍କରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ବିଆଇ ଏକ ବଡ଼ ଘୋଷଣା କରିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ଖୁବ୍ ଶୀଘ୍ର 100 ଏବଂ 200 ଟଙ୍କାର ନୂତନ ନୋଟ୍ ଜାରି କରିବାକୁ ଯାଉଛି। କିନ୍ତୁ ସେଗୁଡ଼ିକର ଡିଜାଇନରେ କୌଣସି ପରିବର୍ତ୍ତନ ହେବ ନାହିଁ। ଏହି ନୂତନ ନୋଟ୍ଗୁଡ଼ିକରେ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ସ୍ୱାକ୍ଷର ରହିବ ବୋଲି ଆର୍ବିଆଇ ସୂଚନା ଦେଇଛି। ନମ୍ବର 5 ହୋଲି ପାଇଁ 4 ଦିନ ବନ୍ଦ ରହିବ ବ୍ୟାଙ୍କ। ସାରା ଦେଶରେ ବେଶ ଉତ୍ସାହର ସହ ପାଳନ କରାଯାଏ ହୋଲି। ବିଶେଷ କରି ଉତ୍ତର ଭାରତରେ ବହୁତ ଆନନ୍ଦ ଏବଂ ଉତ୍ସାହର ସହିତ ପାଳନ କରାଯାଏ ହୋଲି ପର୍ବ। ହୋଲି ପାଇଁ ଅନେକ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ। ହୋଲି ଗୁରୁବାର ଶୁକ୍ରବାର ପଡ଼ୁଛି ଏବଂ ପରେ ମାର୍ଚ୍ଚ ମାସର ଦ୍ୱିତୀୟ ଶନିବାର ଏବଂ ପରଦିନ ରବିବାର ପଡ଼ୁଛି। ଅର୍ଥାତ୍ ବ୍ୟାଙ୍କ କର୍ମଚାରୀମାନେ ଲଗାତାର 4 ଦିନ ଛୁଟି ପାଇବେ। ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ 13 ମାର୍ଚ୍ଚରେ ଉତ୍ତରାଖଣ୍ଡ ଉତ୍ତରପ୍ରଦେଶ ଏବଂ ଝାଡ଼ଖଣ୍ଡ ହୋଲିକା ଦହନ ଯୋଗୁଁ ବ୍ୟାଙ୍କ ବନ୍ଦ ରହିବ। 14 ମାର୍ଚ୍ଚରେ ହୋଲି ପାଇଁ ବ୍ୟାଙ୍କ ଛୁଟି ରହିବ। ଗୁଜରାଟ ଓଡ଼ିଶା ଚଣ୍ଡିଗଡ଼ ସିକିମ ଆସାମ ଆନ୍ଧ୍ରପ୍ରଦେଶ ତେଲେଙ୍ଗାନା ଅରୁଣାଚଳ ପ୍ରଦେଶ ରାଜସ୍ଥାନ ଜମ୍ମୁ ପଶ୍ଚିମବଙ୍ଗ ମହାରାଷ୍ଟ୍ର ନୂଆଦିଲ୍ଲୀ ଗୋଆ ବିହାର ଛତିଶଗଡ଼ ମେଘାଳୟ ହିମାଚଳ ପ୍ରଦେଶ ଏବଂ ଶ୍ରୀନଗର ଭଳି ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ। ନମ୍ବର 6 ଦୂର ହେବ ଦୀର୍ଘ ବର୍ଷର ଟ୍ରାଫିକ୍ ସମସ୍ୟା। ଭୁବନେଶ୍ୱର ପଲାଶୁଣୀ ବ୍ରିଜର 6 ଲାର୍ନିଂକୁ ଅନୁମୋଦନ କଲେ କେନ୍ଦ୍ର ସରକାର। ଓଡ଼ିଶା ରାଜଧାନୀ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମେ କେନ୍ଦ୍ର ସରକାର ଜାତୀୟ ରାଜପଥ NH16ରେ ପଲାଶୁଣୀ ସେତୁର 6 ଲେନ୍ ନିର୍ମାଣ ପାଇଁ ନୀତିଗତ ଅନୁମୋଦନ ପ୍ରଦାନ କରିଛନ୍ତି। ଗଙ୍ଗୁଆ ନାଳ ଉପରେ ଏକ 6 ଲେନ୍ ରାସ୍ତା ନିର୍ମାଣ ପ୍ରସ୍ତାବକୁ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିଶ ଗଡ଼କରୀ ଅନୁମୋଦନ କରିଛନ୍ତି। ନମ୍ବର 7 ରାଜ୍ୟକୁ ତତାଇଲା ଖରା 40 ଡିଗ୍ରୀ ଟପିଲା ତାତି। ଚଳିତ ବର୍ଷ 2025 ମସିହାରେ ପ୍ରଥମ ଥର ପାଇଁ ଓଡ଼ିଶାର ତାପମାତ୍ରା 40 ଡିଗ୍ରୀ ସେଲସିୟସ୍ ଅତିକ୍ରମ କରିଛି। ବୌଦ୍ଧର ତାପମାତ୍ରା 40.5 ଡିଗ୍ରୀ ସେଲସିୟସ୍ ଛୁଇଁଥିବା ଭାରତୀୟ ପାଣିପାଗ ବିଭାଗ IMD ସୂଚନା ଦେଇଛି। IMDର ତଥ୍ୟ ଅନୁଯାୟୀ ବୌଦ୍ଧରେ ଦିନର ସର୍ବାଧିକ ତାପମାତ୍ରା 40.5 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିବା ବେଳେ ବଲାଙ୍ଗୀରରେ ବୁଧବାର ଦ୍ୱିତୀୟ ସର୍ବାଧିକ ତାପମାତ୍ରା 39.9 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ନମ୍ବର 8 ରାଜି ହେଲା ୟୁକ୍ରେନ୍ ଯୁଦ୍ଧରେ ଲାଗିବ ବ୍ରେକ୍। 3 ବର୍ଷ ଧରି ଚାଲିଥିବା ଯୁଦ୍ଧ ପରେ ମଙ୍ଗଳବାର ଜେଦ୍ଦାଠାରେ ଏକ ଆଲୋଚନାରେ ୟୁକ୍ରେନ୍ 30 ଦିନିଆ ଯୁଦ୍ଧବିରତି ପାଇଁ ଆମେରିକୀୟ ପ୍ରସ୍ତାବକୁ ସମର୍ଥନ କରିଛି ଏବଂ ରୁଷ ସହିତ ତୁରନ୍ତ ଆଲୋଚନା କରିବାକୁ ରାଜି ହୋଇଛି। ୟୁକ୍ରେନ୍ର ସକାରାତ୍ମକ ପ୍ରତିକ୍ରିୟା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନକୁ ପୁଣି ଥରେ ସାମରିକ ସହାୟତା ଯୋଗାଇ ଦେବା ପାଇଁ ଏବଂ 3 ବର୍ଷ ଯୁଦ୍ଧର ଶେଷ ହେବାର ପୂର୍ବାନୁମାନ କରିବାକୁ ପ୍ରେରଣା ଦେଇଛି। ୟୁକ୍ରେନ୍ର ଏହି ପଦକ୍ଷେପକୁ ସ୍ୱାଗତ କରିଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ନମ୍ବର 9 UPI ଟୋଲ୍ ପେମେଣ୍ଟ ଫ୍ଲାଗାଷ୍ଟ ନୁହେଁ ଏଣିକି UPIରୁ କଟିବ ଟୋଲ୍। ଯଦି ଆପଣଙ୍କର ଫ୍ଲାଗାଷ୍ଟ ନାହିଁ କିମ୍ବା ଆପଣଙ୍କର ଫ୍ଲାଗାଷ୍ଟ ବ୍ଲାକଲିଷ୍ଟ ହୋଇଯାଇଛି ତେବେ ଆପଣଙ୍କୁ ଟୋଲ୍ ପ୍ଲାଜାରେ 2 ଗୁଣ ଜରିମାନା ଦେବାକୁ ପଡ଼ିବ ନାହିଁ। ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ NHAI ଏକ ନୂତନ ସୁବିଧା ଆରମ୍ଭ କରିଛି। ଏଣିକି ଆପଣ UPI ମାଧ୍ୟମରେ ଟୋଲ୍ ଟ୍ୟାକ୍ସ ଭରିପାରିବେ। ଏହି ସୁବିଧାର ପରୀକ୍ଷଣ ହରିୟାଣାର ଖୋର୍କି ଧୌଲା ଟୋଲ୍ ପ୍ଲାଜାରେ ଆରମ୍ଭ ହୋଇଛି ଏବଂ ଖୁବ୍ ଶୀଘ୍ର ଏହାକୁ ଦେଶର ସମସ୍ତ ଟୋଲ୍ ପ୍ଲାଜାରେ କାର୍ଯ୍ୟକାରୀ କରାଯିବ। ନମ୍ବର 10 ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଆସିବେ। ସେ ଆସନ୍ତା 24 ତାରିଖରେ ଓଡ଼ିଶା ଆସୁଥିବାର ଜଣାପଡ଼ିଛି। ସେ ସେହିଦିନ ମଧ୍ୟାହ୍ନରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରେ ସ୍ୱତନ୍ତ୍ର ହେଲିକପ୍ଟରରେ ନୟାଗଡ଼ କଣ୍ଟିଲୋ ଯିବେ। ସେଠାରେ ସେ ନୀଳମାଧବଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ସେ ଜଗନ୍ନାଥ ସଂସ୍କୃତିର ମୂଳପୀଠ ଭାପୁର ବ୍ଲକ ଅଧୀନରେ ଥିବା କାଲିଆପଲ୍ଲୀ ଜଙ୍ଗଲକୁ ଯିବେ। ସେଠାରେ ଥିବା ଶବର ରାଜା ବିଶ୍ୱାବସ୍ତୁ ଏବଂ ଲଳିତାଙ୍କ ଜନ୍ମପୀଠ ପରିଦର୍ଶନ କରିବେ। ଏନେଇ ଜିଲ୍ଲା ପ୍ରଶାସନ ତରଫରୁ ପ୍ରସ୍ତୁତି ଆରମ୍ଭ କରାଯାଇଛି। ନୟାଗଡ଼ ଜିଲ୍ଲାପାଳ ଏବଂ ଏସ୍ପି କଣ୍ଟିଲୋ ଏବଂ କାଲିଆପଲ୍ଲୀ ଗସ୍ତ କରି ସୁରକ୍ଷା ବ୍ୟବସ୍ଥା ତଦାରଖ କରିଛନ୍ତି। ନମ୍ବର 11 ହୋଲି ପାଇଁ ପୂର୍ବତଟ ରେଳପଥ ଘୋଷଣା କଲା ସ୍ୱତନ୍ତ୍ର ଟ୍ରେନ୍। ହୋଲି ପର୍ବ ସମ୍ବର୍ଦ୍ଧରେ ବର୍ଦ୍ଧିତ ଯାତ୍ରୀ ଚାହିଦାକୁ ପୂରଣ କରିବା ପାଇଁ ପୂର୍ବତଟ ରେଳପଥ ପ୍ରମୁଖ ସ୍ଥାନଗୁଡ଼ିକୁ ସ୍ୱତନ୍ତ୍ର ଟ୍ରେନ୍ ସଂଯୋଗ ଯୋଜନା କରି ଅଧିକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବାକୁ ନିଷ୍ପତ୍ତି ନେଇଛି। ଏହି ସ୍ୱତନ୍ତ୍ର ଟ୍ରେନ୍ଗୁଡ଼ିକ ଯାତ୍ରୀମାନଙ୍କ ପାଇଁ ଅତିରିକ୍ତ ଯାତ୍ରା ବିକଳ୍ପ ପ୍ରଦାନ କରିବ ଏବଂ ନିୟମିତ ଟ୍ରେନ୍ଗୁଡ଼ିକରେ ଭିଡ଼ କମ୍ କରିବାରେ ସାହାଯ୍ୟ କରିବ। ନିମ୍ନଲିଖିତ କାର୍ଯ୍ୟସୂଚୀ ଅନୁଯାୟୀ ପୂର୍ବତଟ ରେଳପଥ ମଧ୍ୟରୁ ପୁଣି ଗୋଟିଏ ସ୍ୱତନ୍ତ୍ର ଟ୍ରେନ୍ ରାୟଗଡ଼ା ଟିଟିଲାଗଡ଼ ସମ୍ବଲପୁର ରାଉରକେଲା ମାର୍ଗ ଦେଇ ବିଶାଖାପାଟଣା ଏବଂ ପାଟନା ମଧ୍ୟରେ କରାଇବ। ନମ୍ବର 12 ଏଥର ହୋଲି ପାଇଁ କଟକଣା ଜାରି କରିଛି ପୁଲିସ। ଏଥର ହୋଲିରେ ମଦ ପିଇ ମସ୍ତି କଲେ ସିଧା ବନ୍ଧା ହୋଇ ଆଉ ଭିତରକୁ ଯିବ, ଏହିପରି ଏକ କଡ଼ା ବାଣୀ ଶୁଣାଇଛନ୍ତି ଭୁବନେଶ୍ୱର ଡିଜିପି ଜଗମୋହନ ମୀନା। ଅତୀତରେ ହୋଲି ବେଳେ ଏପରି ଘଟଣାକୁ ଦୃଷ୍ଟିରେ ରଖି ଏପରି କରାଯାଇଛି ବୋଲି ସେ କହିଛନ୍ତି। ସେହିପରି ହୋଲି ଦିନ ପୂର୍ବରୁ ଦୁର୍ଘଟଣା ହୋଇଥିବା ସ୍ଥାନଗୁଡ଼ିକ ଉପରେ ପୁଲିସ ତୀକ୍ଷ୍ଣ ନଜର ରହିବ। ନମ୍ବର 13 ମୁଖ୍ୟ ଶାସନ ସଚିବ ଅଧ୍ୟକ୍ଷତାରେ ସଚିବ ସ୍ତରୀୟ ବୈଠକ ବିଭିନ୍ନ ନାଗରିକ କେନ୍ଦ୍ରିକ ସେବା ପ୍ରଦାନକୁ ଗୁରୁତ୍ୱ। ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ସଚିବ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜ୍ୟ ଅର୍ଥ ବିଭାଗ ତରଫରୁ 2024-25 ଆର୍ଥିକ ବର୍ଷ ମାର୍ଚ୍ଚ 6 ତାରିଖ ସୁଦ୍ଧା ବଜେଟ୍ ପ୍ରାଧାନ୍ୟରେ ଅନୁସାରେ ରାଜ୍ୟର ବିତ୍ତୀୟ ପ୍ରଦର୍ଶନ ସମ୍ପର୍କରେ ଉପସ୍ଥାପନ କରାଯାଇଥିଲା। ବିଭିନ୍ନ ବିଭାଗ ତରଫରୁ କରାଯାଇଥିବା ଖର୍ଚ୍ଚ ସମୀକ୍ଷା କରାଯିବା ସହିତ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ନାଗରିକ କେନ୍ଦ୍ରିକ ସେବା ପ୍ରଦାନ IGOT କର୍ମଯୋଗୀ ପ୍ଲାଟଫର୍ମରେ କର୍ମଚାରୀ ତଥା ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ନମ୍ବର 14 UPI ରୂପେ କାର୍ଡ଼ ବ୍ୟବହାର ଉପରେ ଦେବାକୁ ହେବ ଚାର୍ଜ। ପୁଣି ଥରେ ମାର୍ଚାଣ୍ଟ ଫ୍ରି ଲାଗୁ କରିବେ ସରକାର। ବର୍ତ୍ତମାନ ଦେଶରେ UPI ଏବଂ ରୂପେ ଡେବିଟ୍ କାର୍ଡ଼ ମାଧ୍ୟମରେ କରାଯାଇଥିବା କାରବାର ଉପରେ କୌଣସି ଚାର୍ଜ MDIର ଲାଗୁ କରାଯାଉ ନାହିଁ। କିନ୍ତୁ ଏବେ ସରକାର ଏହି କାରବାର ଉପରେ ମାର୍ଚାଣ୍ଟ ଫ୍ରି ଲାଗୁ କରିବେ। ସରକାର ବଡ଼ ବ୍ୟବସାୟୀଙ୍କ ପାଇଁ ରୂପେ ଡେବିଟ୍ କାର୍ଡ଼ ଏବଂ UPI ପେମେଣ୍ଟ ଉପରେ ମାର୍ଚାଣ୍ଟ ଫ୍ରି ପୁନର୍ଲାଗୁ କରିବାକୁ ବିଚାର କରୁଛନ୍ତି। ନମ୍ବର 15 IPL ପୂର୍ବରୁ ମୁମ୍ବାଇକୁ ବଡ଼ ଝଟକା। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ପ୍ରତିବନ୍ଧକ, ଖେଳିପାରିବେନି ମ୍ୟାଚ୍। IPLର ପ୍ରାରମ୍ଭିକ ମ୍ୟାଚ୍ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଚ୍ୟାଲେଞ୍ଜ ହେବାକୁ ଯାଉଛି। ଯଶପ୍ରୀତ ବୁମରା ଆଘାତ ଯୋଗୁଁ କିଛି ମ୍ୟାଚ୍ରୁ ବାହାରି ରହିପାରନ୍ତି ଏବଂ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ପ୍ରତିବନ୍ଧକ ଯୋଗୁଁ IPLର ପ୍ରଥମ ମ୍ୟାଚ୍ ଖେଳିପାରିବେ ନାହିଁ। ମୁମ୍ବାଇ ଇଣ୍ଡିଆନ୍ସ 23 ମାର୍ଚ୍ଚରେ MS ଚିଦାମ୍ବରମ ଷ୍ଟାଡିୟମରେ ଚେନ୍ନାଇ ସୁପର୍ସ କିଙ୍ଗ ବିପକ୍ଷରେ IPLର ପ୍ରଥମ ମ୍ୟାଚ୍ ଖେଳିବ। ନମ୍ବର 16 ପୁରୀରେ ବାବୁସାନ, ଶ୍ୱେତଗଙ୍ଗାରେ ହେବ ଉତ୍ତମ ମହାନ୍ତିଙ୍କ ଅସ୍ଥି ବିସର୍ଜନ। ପୁରୀରେ ଅଲିଉଡ୍ ଅଭିନେତା ବାବୁସାନ, ପୁରୀ ଶ୍ୱେତଗଙ୍ଗା ତୀର୍ଥ ପୁଷ୍କରିଣୀରେ ସୁପରଷ୍ଟାର ଉତ୍ତମ ମହାନ୍ତିଙ୍କ ଅସ୍ଥି ବିସର୍ଜନ ଲାଗି ପହଞ୍ଚିଛନ୍ତି ବାବୁସାନ। ଶ୍ରାଦ୍ଧ ପ୍ରଦାନ ସହ ଉତ୍ତମ ମହାନ୍ତିଙ୍କୁ ଅସ୍ଥିକୁ ବିସର୍ଜନ କରିବେ ପୁଅ ବାବୁସାନ। ବାବୁସାନଙ୍କ ସହ ତାଙ୍କ ସ୍ତ୍ରୀ ତୃପ୍ତି ମଧ୍ୟ ଉପସ୍ଥିତ ଅଛନ୍ତି। ନମ୍ବର 17 ଓଡ଼ିଶାରେ ସୃଷ୍ଟି ହେଲେଣି 8 ଲକ୍ଷରୁ ଅଧିକ ଲକ୍ଷପତି ଦିଦି। ଓଡ଼ିଶାରେ ଏପର୍ଯ୍ୟନ୍ତ 8 ଲକ୍ଷରୁ ଅଧିକ ଲକ୍ଷପତି ଦିଦି ସୃଷ୍ଟି ହୋଇଛନ୍ତି। 1.66 ଲକ୍ଷ ଆକାଂକ୍ଷା ଏବଂ ଆଦିବାସୀ ଜିଲ୍ଲାରୁ ଆସିବେ ଅଛନ୍ତି। ମଙ୍ଗଳବାର ସାରା ରାଜ୍ୟରେ ଅନୁଷ୍ଠିତ ଲକ୍ଷପତି ଦିଦି ପଦକ୍ଷେପ ଉପରେ ଜିଲ୍ଲାସ୍ତରୀୟ କର୍ମଶାଳା ସମୟରେ ଏହା ପ୍ରକାଶ ପାଇଛି। ସମସ୍ତ ପରିଚାଳନା କମିଟି ସଦସ୍ୟ, ସମ୍ପ୍ରଦାୟ ସହାୟତା କର୍ମଚାରୀ, ଲକ୍ଷପତି ଦିଦି, ସମ୍ପ୍ରଦାୟ ପ୍ରଭାବଶାଳୀ, ଲାଇନ ବିଭାଗର ଅଧିକାରୀ ଇତ୍ୟାଦିଙ୍କ ସମେତ 4000 ଅଂଶଗ୍ରହଣକାରୀଙ୍କ ଅଂଶଗ୍ରହଣରେ ଏହି କାର୍ଯ୍ୟକ୍ରମ ଏକ ମହାନ ସଫଳତା ଥିଲା। ନମ୍ବର 18 ସ୍ଥାୟୀ ନିଯୁକ୍ତି ପ୍ରଦାନ ଦାବିରେ ଗର୍ଜିଲେ ଓଡ଼ିଶା ଜୀବିକା ମିଶନ। ମିଶନ ଶକ୍ତିରେ କାର୍ଯ୍ୟରତ EC ସଦସ୍ୟ। ଓଡ଼ିଶା ଜୀବିକା ମିଶନ ଓ ମିଶନ ଶକ୍ତି ଅଧୀନରେ କାର୍ଯ୍ୟରତ EC ସଦସ୍ୟ ଷ୍ଟ୍ରକ୍ଚରିଂ ବନ୍ଦ କରାଯିବା। ଓଡ଼ିଶା ଜୀବିକା ମିଶନ ଓ ମିଶନ ଶକ୍ତିରେ କାର୍ଯ୍ୟରତ EC ସଦସ୍ୟଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରାଯିବା। ବକେୟା ଭତ୍ତା ପ୍ରଦାନ କରାଯିବା। ମିଶନ ଶକ୍ତି ଏବଂ ଜୀବିକା ମିଶନରେ କାର୍ଯ୍ୟରତ କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କ
5 ବର୍ଷୀୟ ଯୁକ୍ତି ବାତିଲ କରି ସ୍ଥାୟୀ ନିଯୁକ୍ତି ପ୍ରଦାନ କରାଯିବା। ମିଶନ ଶକ୍ତି ବିଭାଗ ରାଜ୍ୟର ସମସ୍ତ ମହିଳାଙ୍କ ଜୀବିକା ଅର୍ଜନର ରାହାକୁ ସୁନିଶ୍ଚିତ କରାଯିବା। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ପ୍ରତ୍ୟେକ ସଦସ୍ୟ ମାସିକ 1,000 ଟଙ୍କା ହାରରେ ମହିଳା ସଶକ୍ତିକରଣ ଭତ୍ତା ନିୟମିତ ପ୍ରଦାନ ବ୍ୟବସ୍ଥା କରାଯିବା ସମେତ ବିଭିନ୍ନ ଦାବି ନେଇ ନିଖିଲ ଓଡ଼ିଶା ଜୀବିକା ମିଶନ ଇସି ସଂଘ ପକ୍ଷରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଛତ୍ରପୁର ବିଡିଓଙ୍କ ଜରିଆରେ ପ୍ରଦାନ କରାଯାଇଛି। ଉକ୍ତ ଦାବିଗୁଡ଼ିକ ପୂରଣ ନ ହେଲେ ଆଗାମୀ ଦିନରେ ଏକ ବଡ଼ ଧରଣର ଆନ୍ଦୋଳନ କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ନମ୍ବର 19 ପଖାଳ ଦିବସ ପାଳନ ପାଇଁ 22 ଦେଶକୁ ଚିଠି ଲେଖିଲେ ସରକାର। କହିଲେ ଓଡ଼ିଆଙ୍କ ପ୍ରିୟ ଏହି ପ୍ରତିବର୍ଷ ମାର୍ଚ୍ଚ 20ରେ ପାଳନ କରାଯାଏ ପଖାଳ ଦିବସ। ଓଡ଼ିଆଙ୍କ ଏହି ପ୍ରିୟ ଖାଦ୍ୟକୁ ଆହୁରି ଲୋକପ୍ରିୟ କରିବା ପାଇଁ ରାଜ୍ୟ ସରକାର ଅତି କମ୍ରେ 22ଟି ଦେଶରେ ଥିବା ଓଡ଼ିଆ ସଂଗଠନଙ୍କୁ ନିବେଦନ କରିଛନ୍ତି। ବିଭିନ୍ନ ଦେଶରେ ରହୁଥିବା ଓଡ଼ିଆ ସଂଗଠନ ଓଡ଼ିଆ ପରିବାର ଏବଂ ସଂସ୍କୃତି ନିର୍ଦ୍ଦେଶକ ବିଜୟ କେତନ ଉପାଧ୍ୟାୟ ଚିଠି ଲେଖିଛନ୍ତି। ନମ୍ବର 20 ବିବାହ ବନ୍ଧନରେ ବାନ୍ଧି ହେଲେ ଅନୁଭବ ମହାନ୍ତି, ଧରିଲେ ଜାଗୃତିଙ୍କ ହାତ। ଅଲିଉଡ୍ ସୁପରଷ୍ଟାର ଅନୁଭବ ମହାନ୍ତି ଓ ସାମ୍ବାଦିକା ଜାଗୃତି ଶୁକ୍ଲା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଦୀର୍ଘ ଦିନର ସମ୍ପର୍କ ପରେ ଉଭୟ ମଙ୍ଗଳବାର ଦିଲ୍ଲୀ ତ୍ୟାଗରାଜ ସ୍ଥିତ ଜଗନ୍ନାଥ ମନ୍ଦିରରେ ବିବାହ କରିଛନ୍ତି। ପରିବାରବର୍ଗ କେତେଜଣ ହାତ ଗଣନି ବନ୍ଧୁବାନ୍ଧବଙ୍କ ଉପସ୍ଥିତିରେ ଏହି ବିବାହ ଉତ୍ସବ ସମ୍ପନ୍ନ ହୋଇଛି। ସେପଟେ ପୁରୀରେ ହବିଷ୍ୟାଳ ମୃତ, କାଳିଆ ଦର୍ଶନ ହେଲା ଶେଷ ଦର୍ଶନ। ଚିକିତ୍ସାଧୀନ ଅବସ୍ଥାରେ ଜଣେ ହବିଷ୍ୟାଳୀଙ୍କ ମୃତ୍ୟୁ ହୋଇଛି। ଶ୍ରୀମନ୍ଦିର ଭିତରେ ଗୁରୁତର ଅସୁସ୍ଥ ହୋଇ ପଡ଼ିଥିଲେ। ସୂଚନାଯୋଗ୍ୟ ଯେ ପୁରୀ ଶ୍ରୀମନ୍ଦିର ଭିତରେ ଥିବା ନୀଳାଚଳ ଉପଭବନରେ ବସିଥିବା ଜଣେ ହବିଷ୍ୟାଳୀ ଗୁରୁତର ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରବର୍ତ୍ତୀ ଅପଡେଟ୍, ରାଜ୍ୟରେ ଅଣ୍ଡାର ଅଭାବ, ମତ୍ସ୍ୟ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ରାଜ୍ୟରେ ଦେଖାଦେଇଛି ଅଣ୍ଡାର ଅଭାବ। ଏହି ଗତ କିଛି ଦିନ ତଳେ ଅଣ୍ଡାର ଦାମ ବୃଦ୍ଧି ପାଇବାରେ ଲାଗିଥିଲା, ଯେଉଁଥିପାଇଁ ଅଣ୍ଡା ଖାଇବା ପାଇଁ ଲୋକେ ଡରୁଥିଲେ। ଏବେ ଦର ସିନା କମିଛି, କିନ୍ତୁ ଅଭାବ ରହିଛି ରାଜ୍ୟରେ ଅଣ୍ଡା। ରାଜ୍ୟରେ ଦୈନିକ 3 କୋଟି ଅଣ୍ଡାର ଆବଶ୍ୟକତା ରହିଛି। 1,10,00,000 ଅଣ୍ଡା ଦୈନିକ ଉତ୍ପାଦନ ରାଜ୍ୟରେ ହୋଇଛି। ବିଧାନସଭାରେ ପ୍ରଶ୍ନକାଳ ସମୟରେ କିଛି ଏଭଳି ଉତ୍ତର ରଖିଛନ୍ତି ମତ୍ସ୍ୟ ପ୍ରାଣୀ ସଂସଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ରାଜ୍ୟରେ ଅଣ୍ଡାର ଅଭାବ ରହୁଛି କହିଛନ୍ତି ମତ୍ସ୍ୟ ପ୍ରାଣୀ ସଂସଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ରାଜ୍ୟରେ ଦୈନିକ 3 କୋଟି ଅଣ୍ଡାର ଆବଶ୍ୟକତା ରହିଛି। 1,10,00,000 ଅଣ୍ଡା ଦୈନିକ ଉତ୍ପାଦନ ରାଜ୍ୟରେ ହେଉଛି।